ଓଡ଼ିଶାର ସମସ୍ତ ଗୁରୁଜନ ତଥା ଅଭିଭାବକମାନଙ୍କୁ ମୋର ନମସ୍କାର ତଥା ସପ୍ତମ ଶ୍ରେଣୀ ପଢ଼ୁଥିବା ସମସ୍ତ ଓଡ଼ିଶାର ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମୋ ଶୁଭକାମନା ଏବଂ ଆଶୀର୍ବାଦ। ଆଜି ଆମେ ପଢ଼ିବା କଲାମାଣିକରେ। ଏହି ପଦ୍ୟଟି ଲେଖିଛନ୍ତି ଅଭିମନ୍ୟୁ ସାମନ୍ତସିଂହ। ସେ ହେଉଛନ୍ତି ରୀତିଯୁଗୀୟ କବି। ଅଭିମନ୍ୟୁ ସାମନ୍ତସିଂହ ଜଣେ ପ୍ରମୁଖ ସ୍ରଷ୍ଟା। ଯାଜପୁର ଜିଲ୍ଲା ବାଲିଆର ସାମନ୍ତ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ଅଭିମନ୍ୟୁ ରଚନା ଗୌଳି ଭାଷାରେ ସୁନ୍ଦର କବିତାମାନ ଲେଖୁଥିଲେ। ପରେ ସେ ରାଧାକୃଷ୍ଣଙ୍କ ଲୀଳାକୁ ଆଧାର କରି କାବ୍ୟ କବିତାମାନ ଲେଖିଥିଲେ। ତାଙ୍କ ରଚିତ ଅନେକ ଗୁଡ଼ିଏ କାବ୍ୟ ଗୁଡ଼ିକ ହେଲା ବିଦଗ୍ଧ ଚିନ୍ତାମଣି, ପ୍ରେମକଲା, ରସବତୀ, ସୁଲକ୍ଷଣା, ବାଘ ଗୀତ, ଚଢ଼େଇ ଗୀତ, ବୋଲେ ହୁଟି ଇତ୍ୟାଦି ତାଙ୍କର କେତୋଟି ଲୋକପ୍ରିୟ ସୃଷ୍ଟି। କଲାମାଣିକରେ ବିଦଗ୍ଧ ଚିନ୍ତାମଣି କାବ୍ୟର 67ଟି ଛାନ୍ଦରୁ ଅଣାଯାଇଛି। ଏଥିରେ କୃଷ୍ଣ ସନ୍ଧ୍ୟା ସମୟରେ ଗାଈ ଗୋଠ ଧରି ଫେରିଲା ବେଳେ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନରେ ବ୍ୟସ୍ତତା ଦେଖାଦେଇଛି। ଏହି କବିତାରେ ବାତ୍ସଲ୍ୟମୟୀ ମାତୃ ସ୍ନେହର ଆବେଗକୁ ସୁଲଭ ଭାବେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ଉକ୍ତ ପଦ୍ୟଟି ଆମେ ଗୋଟିଏ ଗୋଟିଏ ପଦକୁ ବ୍ୟାଖ୍ୟାର ସହ ବୁଝିବା। ଧୀରେ ଘେନ କାନନରେ କୃଷ୍ଣ ବିଲମ୍ବିତ, ବାତ୍ସଲ୍ୟ ମମତା ଘେନି ଭାଲୁଛନ୍ତି ମାତ କଲା ମାଣିକରେ। କଲା ମାଣିକରେ, ମାଣିକ ଅର୍ଥ ଯେଉଁଟା ଅତି ମୂଲ୍ୟବାନ ପଦାର୍ଥ ଆପଣମାନେ ଜାଣିଛନ୍ତି। ଏବଂ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା କଲା ମାଣିକ ବୋଲି ସମ୍ବୋଧନ କରିଛନ୍ତି। ମାଣିକ ମଧ୍ୟରେ କଲା ମାଣିକ ବି ଥାଏ। ସେ ତାଙ୍କୁ କଲା ମାଣିକ ବୋଲି ସମ୍ବୋଧନ କରିଛନ୍ତି। ଧୀରେ ଅର୍ଥ ପଣ୍ଡିତମାନେ, ଘେନ ଅର୍ଥ ଗ୍ରହଣ କର, କାନନରେ କୃଷ୍ଣ ବିଲମ୍ବିତ, କୃଷ୍ଣ ଜଙ୍ଗଲକୁ ଯାଇଛନ୍ତି ଏବଂ ଫେରି ନାହାନ୍ତି, ଫେରିବା ବିଳମ୍ବ ହେଇଛି। ଏଣୁ ଏହି କଥାକୁ ମାତା ଯଶୋଦା ତାଙ୍କର ସ୍ନେହଭରା ଆବେଗକୁ ପ୍ରକାଶ କରିଛନ୍ତି। ତାଙ୍କର ସ୍ନେହ କିପରି ପ୍ରସ୍ଫୁଟିତ ହେଉଛନ୍ତି, ସେ ପୁଅର ସ୍ନେହକୁ ମନେ ପକାଇଛନ୍ତି ଏବଂ ବ୍ୟାଖ୍ୟା କରିଛନ୍ତି। ନିଧନ ସଂଖାଲି ମୋର ଦରିଦ୍ର ପସରା। ଦରିଦ୍ରମାନଙ୍କ ପାଖରେ କିଛି ନଥାଏ। ସେମାନଙ୍କ ପାଖରେ ମାତ୍ର ଗୋଟିଏ ପସରା ଥାଏ। ସେହି ପସରାରେ ସେମାନେ ଭିକ୍ଷାବୃତ୍ତି କରି ଚଳିଥାନ୍ତି। ନିଧନ ସଂଖାଲି, ଯେଉଁମାନଙ୍କର ଧନ ନାହିଁ ସେମାନଙ୍କୁ ନିର୍ଧନ କୁହାଯାଏ। ମୋର ଦରିଦ୍ରର ପସରା, ଦରିଦ୍ରମାନଙ୍କ ପାଖରେ କିଛି ନଥାଏ, ଖାଲି ମାତ୍ର ଗୋଟିଏ ପସରା ଥାଏ। ସେହି ପସରାରେ ସେମାନେ ଭିକ୍ଷାବୃତ୍ତି କରି ଚଳିଥାନ୍ତି। ଅନ୍ଧର ଲଉଡ଼ି, ଅନ୍ଧମାନେ ସାଧାରଣତଃ ଦେଖିପାରନ୍ତି ନାହିଁ, ମୋଟେ ଦେଖିପାରନ୍ତି ନାହିଁ। ସେମାନେ ଏମିତି ଗୋଟିଏ ବାଡ଼ି ସାହାଯ୍ୟରେ ସେମାନେ ଏମିତି ଚାଲିଥାନ୍ତି। ତ ମାତା ଯଶୋଦା ନିଜକୁ କହୁଛନ୍ତି, ମୁଁ ଅନ୍ଧ, ତୁ ମୋର ହେଉଛି ଲଉଡ଼ି। ଲଉଡ଼ି ଅର୍ଥ ବାଡ଼ି। ଅନ୍ଧର ଲଉଡ଼ି ମୋର ହୃଦ ରତ୍ନ ହାର। ହାର ଯେମିତି ଏମିତି ସ୍ତ୍ରୀ ଲୋକମାନେ ପିନ୍ଧିଥାନ୍ତି ସୁନ୍ଦର ସୁନ୍ଦର ହାର। ମାତା ଯଶୋଦା ଶ୍ରୀକୃଷ୍ଣକୁ ଅନ୍ଧର ଲଉଡ଼ି ବାଡ଼ି ସହିତ ତୁଳନା କରିଛନ୍ତି ଏବଂ ହୃଦର ରତ୍ନ ହାର ସହିତ ମଧ୍ୟ ତୁଳନା କରିଛନ୍ତି। ଦ୍ୱିତୀୟ ପଦ ପଢ଼ିବା। ତୃତୀୟ ପଦ, ମୋ ଜୀବ ଜୀବନ ତୁହି ନୟନ ପ୍ରତିମା, ତୋତେ କି ପାଶୋରି ହେବ ମୋର ସୁଖ ସୀମା। ମୋ ଜୀବନର ଜୀବନ ତୁହି, ତୁ ମୋ ନୟନର ପ୍ରତିମା। ଆମ ଆଖିରେ ଯେଉଁ ପ୍ରତିମା ଦେଖାଯାଏ,
ଯାହାକୁ ଆମେ ସବୁବେଳେ ଦେଖିଥାଉ ସେ ହେଉଛି ପ୍ରତିମା ସଦୃଶ ବା ମାତା ଯଶୋଦାଙ୍କର ପ୍ରତିମା ହେଉଛନ୍ତି ଶ୍ରୀକୃଷ୍ଣ। ସେ ସବୁବେଳେ ପୁଅକୁ ଦେଖୁଥାନ୍ତି, ତୋତେ କି ପାଶୋରି ହେବ ମୋର ସୁଖ ସୀମା, ତୋତେ ପାଶୋରିକିରି ମୁଁ କୌଣସି ସୁଖରେ ରହିପାରିବି ନାହିଁ। ଡରୁଥାଉ ଅନ୍ଧାରକୁ ରଖିଯାଉ ଗୋରୁ, ଜନକ ଜନନୀ ସୁଖ କାହିଁ ପାଇ ସାରୁ। ଯେତେବେଳେ ଗାଈ ଆଣିକରି ଗୁହାଲକୁ ରଖିଦେଇଥାଉ ସେତେବେଳେ ତୁ ଗୁହାଲ ଅନ୍ଧାର ଥାଏ, ଏଣୁ ତୁ ଗାଈ ଅନ୍ଧାରକୁ ତୁ ଡରି ଡରି ଗାଈ ଗୋଠକୁ ରଖିଥାଉ। ଜନକ ଜନନୀ ସୁଖ କାହିଁ ପାଏ, ଜନକ ଅର୍ଥ ପିତା, ଜନନୀ ଅର୍ଥ ମାତା। ତୁ କାହିଁକି ଏପର୍ଯ୍ୟନ୍ତ ଆସିନାହୁଁ ଏବଂ ଆମକୁ ତୁ କଷ୍ଟ ଦେଉଛୁ, ଆମକୁ ସୁଖରୁ ବଞ୍ଚିତ କରୁଛୁ। ତାପରେ ପଞ୍ଚମ ଧାଡ଼ି ପଢ଼ିବା। ବୃଦ୍ଧ କାଲେ ତୁ ମୋହର ଏକଇ ନନ୍ଦନ, ହୃଦ ତାପ ବିନାଶନେ ତୁ ହରିଚନ୍ଦନ। ଯେହେତୁ ମାତା ଯଶୋଦା ତାଙ୍କୁ ବୃଦ୍ଧ କାଳରେ ପାଇଛନ୍ତି, ଏଣୁ ସେ ହେଉଛନ୍ତି ଏକମାତ୍ର ନନ୍ଦନ। ଯେପରି ହୃଦ ତାପ ବିନାଶନେ ତୁ ହରିଚନ୍ଦନ। ହୃଦର ତାପ ଯେତେବେଳେ ହେଇଥାଏ ସେତେବେଳେ ଚନ୍ଦନ ଦ୍ୱାରା ଲେପନ ଦେଇ ସେହି ହୃଦର ତାପକୁ ନଷ୍ଟ ଦିଆଯାଇଥାଏ। ସେହିଭଳି ତୁ ହେଉଛୁ ଆମର ହରିଚନ୍ଦନ। ମାତା ଯଶୋଦା ଶ୍ରୀକୃଷ୍ଣକୁ କଲାମାଣିକରେ, ଅନ୍ଧର ଲଉଡ଼ି, ଦରିଦ୍ର ପସରା ଏମିତି ଅନେକ ସମ୍ବୋଧନ ଦେଇଛନ୍ତି ଏବଂ ଗୋଟିକା ଅଧାମ ସ୍ୱର ନ ରୁଚୟିତତି। ତୋତେ ମୁଁ ଯେତେ ବି ଗୋଟିକା ଅଧାମ ସ୍ୱର ଏଗୁଡ଼ିକ ହେଉଛି ଗୋରସରୁ ତିଆରି। ଗୋରସରୁ ଗୋଟିକା ଅଧାମ ସ୍ୱର ପ୍ରଭୃତି ହେଇଥାଏ। ନାଚି ଲାଞ୍ଚ ମାଗୁଥାଉ ଲବଣୀ କେମନ୍ତି, ଏସବୁକୁ ତୁ ମନା କରି ଖାଲି ଲହୁଣୀ ମାଗିଥାଉ। ଲହୁଣୀ ଖାଇବାରେ ତୋର ପ୍ରିୟ, ତୁ ନାଚି ନାଚିକରି ଲହୁଣୀ ମୋତେ ଦିଅ ବୋଲି ମାଗିଥାଉ। ଏସବୁ କଥା ମାତା ଯଶୋଦା ମନେ ପକାଇ ବ୍ୟତୀତ ହେଉଛନ୍ତି। ତୋଲି ମୁଁ ଧୋଇଲେ ଗୋଟଲି ହୋଇଯାଉ ତୁହି, ତୋ ଦୁର୍ବଳ ଦେଖି କାହିଁ ପଶିବଇ ମୁହିଁ। ମୁଁ ତୋତେ ଯେତେବେଳେ ଧରିଥାଏ ସେତେବେଳେ ତୁ ତଲକୁ ପଲେଇ ଯାଇଥାଉ, ଅର୍ଥାତ୍ ଧରା ନ ଦେଇ ତଲକୁ ଗୋଲି ହେଇକରି ଯାଇଥାଉ। ସେଇଟାକୁ ମାତା ଯଶୋଦା ମନେ ପକାଇଛନ୍ତି। ତୁ ଧରିଲେ ଦୁର୍ବଳ ହେଇକରି ମୋ ଠାରୁ ଛଡ଼େଇ ହେଇକରି ଯାଇଥାଉ। ଡାକିନି ଲୋଭାନ୍ତି ବୋଲି ଡରୁଥାଇ ମନେ, ବାର ବାର ବାରୁଥାଇ ଯିବା ପାଇଁ ମନେ। ଜଙ୍ଗଲରେ ଡାକିନି ଥାନ୍ତି, ପିଶାଚୀ ଅନେକ ଭୂତ ରାକ୍ଷସୀମାନେ ଥାନ୍ତି, ଏଣୁ ମୁଁ ମନେ ମନେ ଭୟ କରୁଛି। ତୋତେ ବାର ଅର୍ଥ ବାରମ୍ବାର ବାରଣ କରୁଥାଏ, ମନା କରୁଥାଏ ତୋତେ ଜଙ୍ଗଲକୁ ନ ଯିବା ପାଇଁ। ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣି ଛାଡ଼ିଦେଲି ବନକୁ କାହିଁକି। ରାତ୍ରି ଯେତେବେଳେ ଆସିଥାଏ ସେତେବେଳେ ରାତିର ଶବ୍ଦ ଶୁଁ ଶୁଁ ସେଁ ସେଁ ଅନେକ ଶବ୍ଦ ଆସିଥାଏ। ଯେପରି ରାତ୍ରିର ଘୋର ଅନ୍ଧକାରକୁ ସେମାନେ ନିଶାଚରମାନେ ଅତି ଭୟଙ୍କର କରିଥାନ୍ତି, ଏଣୁ ସେହି ସ୍ୱର ମଧ୍ୟ ଧୀରେ ଧୀରେ ଚାଲି ଆସିଛି। ମୁଁ ସେ ନିଜକୁ ନିଜେ ମାତା ଯଶୋଦା ନିଜକୁ ନିଜେ ଡଙ୍କୁଣି ବୋଲି କହିଛନ୍ତି ଏବଂ ମୁଁ କାହିଁକି ତାଙ୍କୁ ଛାଡ଼ିଦେଲି, ମୁଁ କାହିଁକି କୃଷ୍ଣକୁ ଜଙ୍ଗଲକୁ ଛାଡ଼ିଦେଲି ବୋଲି କହିଛନ୍ତି। ଝାଲ ବହୁଥିବ ଅଙ୍ଗୁ ଲାଗି ଝାଞ୍ଜି ଖରା, ଶ୍ରମ ପାଇ ତରୁ ତଲେ ବସିଥିବ ପରା। ଯେହେତୁ ଗ୍ରୀଷ୍ମ ଦିନରେ ସେ ଗାଈ ଚୋରି ନେଇଥିବେ, ତାଙ୍କ ଶରୀରରୁ ଝାଳ ବାହାରି ଯାଉଥିବ, ତୁ କେଉଁଠି ବସିଥିବୁ ଶ୍ରମ ପାଇକରି, କେଉଁ ଗଛ ତଳେ ବସିଥିବୁ ବୋଲି ମାତା ଯଶୋଦା ମନେ ପକାଇଛନ୍ତି। ସେ ନିଜକୁ ନିଜେ ଚିନ୍ତା କରୁଛନ୍ତି। ସେ ଆଉ ଫେର କହୁଛନ୍ତି, ନେଲୁ ନାହିଁ କାହିଁ ପାଇଁ ତୋ କଠଉ ଛତା, ବନେ କଣ୍ଟା ଲାଗି ହୁଏ ମୃଦୁପାତ ଚିନ୍ତା। ନେଲୁ ନାହିଁ କାହିଁ ପାଇଁ ତୋ କଠଉ ଛତା, ଏଇଟା ହେଉଛି ଛତା। ତୋ ଛତା କାହିଁକି ନେଲୁ ନାହିଁ ଏବଂ ତୋ କଠଉ ମଧ୍ୟ କାହିଁକି ନେଲୁ ନାହିଁ। ବନରେ ସେଟା ଲାଗିକରି
ତୋ କଣ୍ଟା ଲାଗିକରି ତୋତେ ମୃଦୁ ପାଦ ଚିନ୍ତ ତୋ ପାଦରେ ପଶି ଯାଇଥିବ, ତୁ କଷ୍ଟ ଅନୁଭବ କରୁଥିବୁ। ଏହି କଥା ସେ ମାତା ଯଶୋଦା ନିଜେ ଚିନ୍ତା କରିଛନ୍ତି। କାନ ଡେରି ଥାଇ ଏକା ତୋ ବେଣୁ ସ୍ୱର ଗୀତକୁ ଆଜ କିମ୍ବା ଶୁଭୁ ନାହିଁ ଭାବୁଛି ମନକୁ। ଶ୍ରୀକୃଷ୍ଣ ଯେତେବେଳେ ଫେରୁଥାନ୍ତି ସେତେବେଳେ ସେ ମୁରଲୀ ସ୍ୱର ବଜେଇ ଆସୁଥାନ୍ତି। ସେ ସବୁଦିନ ଆସୁଥାନ୍ତି ମୁରଲୀ ସ୍ୱନ ବଜେଇ, ହେଲେ ଆଜି କାହିଁକି ଶୁଭୁ ନାହିଁ ସେ ବଂଶୀ ସ୍ୱର ବୋଲି ମନେ ପକାଇଛନ୍ତି। ଏତିକିରି ପାଠ ଶେଷ ହେଇଯାଇଛି। ମା' ମାନେ ପ୍ରକୃତରେ ଭଗବାନ ସଦୃଶ। ପୁଅର ସବୁବେଳେ ମଙ୍ଗଳ ଚିନ୍ତା କରିଥାନ୍ତି, ସବୁବେଳେ ନିଜ ପୁଅର ହିତକାର ପାଇଁ ଚିନ୍ତା କରିଥାନ୍ତି। ଏଣୁ ମା' ମାନେ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ଏତିକି ଥାଉ। ଆସନ୍ତା ଲେସନରେ ପ୍ରଶ୍ନ ଉତ୍ତର କରିବା।